ओम जय श्री सीताराम। आद्यकांड वाल्मीकि रामायण। गंगा को द्वारा सागर 60,000 सन्तान मुक्त होगा। प्रथम भाग कहती विश्वामित्र सुन रघुवीर। सुमेरु पर्वत गंगा होइन बाहर। कैलाश गिरी शिखे जाइन मिलिले। ସେହି ଥାଉ ପୃଥିବୀକୁ ଖସି ଯେ ଆସିଲେ। ଉଚ୍ଚ ନିମ୍ନ ପରିବାର ହେରା ଘୋର ଶବ୍ଦ। ଶୁଣି ଦେବତା ସ୍ୱର୍ଗେ ହୋଇଲେ ଆନନ୍ଦ। ଯାହା ଯାହାର ଜାନେ ଚଢ଼ି ବାର ହୋଇଲେ। ପଥ ମଧ୍ୟରେ ଗଙ୍ଗାଙ୍କୁ ଅଭ୍ୟର୍ଥନା କଲେ। ଭଗୀରଥୀ ଶିରେ କରେ ପୁଷ୍ପ ବର୍ଷଣ। ନୃତ୍ୟ କରିଲେ ଯେ ମିଳି ଅପସରାଗଣ। ଆଗେ ଆଗେ ରଥ ପରେ ଯାଏ ଭଗୀରଥ। ପାତାଳ ନାଶିନୀ ଗଙ୍ଗା ଯାଆନ୍ତି ପଶ୍ଚାତ। କର କର ନାଦ କରି ଯିବା ସମୟରେ ଆନନ୍ଦ କଲ୍ଲୋଳ ହୁଏ ଦେବଙ୍କ ମଧ୍ୟରେ। ଉଚ୍ଚ ନିଚ ନ ବିଚାରେ ଗଙ୍ଗା ଯାଆନ୍ତି ଫେରି। ତାଙ୍କୁ ପୋଷି ପୋଷି ଯାଉଥାଏ ମହାନଦୀ। ଫେନୁ ରାଶି ଭାସି ପୁଷ୍ପ ପ୍ରାୟ ଶୋଭା ପାଇ। ଉତ୍ତଙ୍ଗ କଳଙ୍ଗ ମାର୍ଜନ ମାୟାମୟୀ। କେଉଁଠାରେ ବହି ଯାନ୍ତି କର ବକ୍ରବତୀ। ଯେଉଁଠାରେ ମନ୍ଦେ ମନ୍ଦେ ଚାଲନ୍ତି ଧରିତ୍ରୀ। ମରୁଭୂମିରେ ଫୁଟିଲା ଅକାଳ କୋମଳ। ଅବସନରେ ବସନ୍ତ ବହିଲା ଶିକାର। ଦୁଇ କୂଳ ଭେଦି ମାତା ଗଙ୍ଗା ଚାଲିଛନ୍ତି। ଦେଖି ଋଷି ମଣିଗଣ ଦର୍ଶନେ ଧାମନ୍ତି। ତର୍ପଣ କରି ନ କରେ ଗଙ୍ଗା ନୀର ନେଇ। ମସ୍ତକେ ବୋଲନ୍ତି ସେ ମୁକ୍ତ ହେବା ପାଇଁ। ଆଗେ ଆଗେ ଭଗୀରଥୀ ନିଅନ୍ତି କଢ଼ାଇ। ତ୍ରିବେଣୀ ଘାଟରେ ମାତା ମିଳିଲେ କୟାଇ। ସରସ୍ୱତୀ ସୂର୍ଯ୍ୟସୋତା ଦୁହିଁଙ୍କ ସଙ୍ଗୋଇ। ମିଶିଗଲେ ଗଙ୍ଗା ଯାଇ ହରଷ ଅନ୍ତୋଇ। ଏକାଧାରେ ତିନି ନଦୀ ହୁଅନ୍ତେ ମିଲନ। ତ୍ରିବେଣୀ ନାମ ହୋଇଲା ସେ ରଘୁନନ୍ଦନ। ସେଠା ବଡ଼ ଗଙ୍ଗା ଦେବୀ ହୋଇଲେ ବାହାର। କାଶୀ ରାଜ୍ୟ ମଧ୍ୟ ପୁଣି ମିଳିଲେ ସତ୍ପୁର। ସେ କାଶୀ କ୍ଷେତ୍ର ମହିମା ଅତି ଅଗୋଚର। ସ୍ନାନ କରା ମାତ୍ରେ ପାପ ହୋଇଯାଏ ଦୂର। ମୃତ୍ୟୁ ପରେ ଶିବାରୋଗ ନିଶ୍ଚେ ସେ ବସଇ। ଏକଥା ଶାସ୍ତ୍ର ପ୍ରମାଣ ଆହେର ଗୋସାଇ। ସେ କ୍ଷେତ୍ରରେ ଗଙ୍ଗା ଦେବୀ ରହିଲେ କରିନ। ଜହ୍ନ ଋଷିଙ୍କ ଆଶ୍ରମେ ପ୍ରବେଶିଲ ହନ। ଶାଳପତ୍ର ସାହେଣୀରେ କୁଟୀର ତୋଳାଏ। ତପସ୍ୟାରେ ଥାନ୍ତି ଋଷି ପରମ ପରାଧ୍ୟାୟୀ। ନେତୃ ମୋରି ତପସ୍ୟା କରନ୍ତି ମଣିବର। ବୁଡ଼ାଇ ନ ଦେଲେ ଗଙ୍ଗା ତାହାଙ୍କ କୁଟୀର। ନେତ୍ର ମେଲି ଚାହିଁଲେ କୟାନ୍ନୁତ ପୟନ। ଗଙ୍ଗା ଆସି କରି ବସି ଚୌଦିଗ ଅଚ୍ଛନ୍ନ। ତହୁଁ ରାଗେ ଉଠି ମଣିବର ଧାତିକାରେ। ମନ୍ତ୍ରପୁତ କରି ଗଙ୍ଗା କ୍ଷେପିରେ ଗର୍ଭରେ। ଆକାଶ ପାତାଳ ଯାଏ ଯେଉଁ ଗଙ୍ଗା ନୀର। ମାତା ଆସଥିରେ ବହି ହୋଇନ ପୋଖର। ଚାହୁଁ ଚାହୁଁ ଋଷି ଯେଉଁ ଦେଲେ ଚୋର କରି। ସୁଖୀ ଠକ ଠକ କରା ଯେ ସମସ୍ତ ବାରି। ଶବ୍ଦ ନ ଶୁଭନ୍ତି ଲେଉଟିନ ଭଗୀରଥ। ଚାହିଁଲା ପୋଷରେ ନାହାନ୍ତି ଯେ ଗଙ୍ଗା ମାତ। କି ହେଲା ବୋଲି ବିକରେ ଚଉରିଗ ଚାହିଁ। ମୂଷା ହୋଇ ପଡ଼ିଗଲା ଗଙ୍ଗାକୁ ନ ପାଇ। ସୁନ୍ଦର ସାଗର ହେରା ଶୁଣ ଭଗୀରଥ। କର ଜାନ ଋଷି ଗଙ୍ଗା କରି ଗର୍ଭଗତ। ବର୍ତ୍ତମାନ ସେ ତାଙ୍କ ଗର୍ଭେ ଶାନ୍ତି ରହି। ତପସ୍ୟା କରି ଋଷିଙ୍କ ନିକଟରେ ଯାଇ। ପୁଣି ଭଗୀରଥୀ ତତ୍କ୍ଷଣେ ତେଜି ସ୍ନାନ କରିଲେ ଜାହ୍ନ ଋଷିଙ୍କ ଚରଣେ ବହାନ। ଓମ୍ ଜୟ ଶ୍ରୀ ସୀତାରାମ।